তোমার নেক্সট টাইম পিক আসলে ଆଉ ତମ ବ୍ୟାଙ୍କ ଭିତରକୁ ଏଣ୍ଟ୍ରି କରାଯିବନି ବୁଝିଲ। ଭାଇ ଆଜି ଗୋଟେ କଷ୍ଟମର ଫୁଲ ପିଇକି ଆସିଥିଲା। ଏ ଦେଖିଲ ତମେ ନା, ଉଠିକି ଆସ ଦେଖ, ଇଏ ତମେ ନା ଦେଖ, ଏଇ ଫଟୋ ତମର ଠିକ ଅଛି ଏଇଟା ତ। ହଁ ବସ ବସ ବସ, ଜମା ପିଇକି ଆସିବନି ବ୍ୟାଙ୍କ ହେଲା। କହିଲା ମୋ ପାସବୁକ୍ ଆକାଉଣ୍ଟ ନମ୍ବର କିଛି ଜାଣିନି, ମୁଁ ପଇସା ଆଣିଛି ମୋ ଡିପୋଜିଟ୍ କରନ୍ତୁ। ଡିପୋଜିଟ୍ ସ୍ଲିପ୍ ନେଇକି ଆସ, ମୁଁ ଲେଖି ଦଉଛି ଆଣ, ବାହାରୁ ଆଣ। ତ ପିଇକି ଆସିଛ ଜାଣିପାରିବନି, ଆଣ। ତାପରେ ସିଷ୍ଟମ ରୁ ସର୍ଚ୍ଚ କରିକି ତା ଆକାଉଣ୍ଟ ନମ୍ବର ତାକୁ ଦେଲି ଡିପୋଜିଟ୍ କରିବା ପାଇଁ। 1000 ଟଙ୍କା କରିବ। କଣ କଣ ନୋଟ ଆଣିଛ? 500 ଟଙ୍କା ଦିଟା। ମଦୁଆ ମାନଙ୍କର ଗୋଟିଏ ପ୍ରୋବ୍ଲେମ ହେଲା ସେ ଚୁପ୍ ହେଇକି ବସି ପାରିବେନି, କାରଣ ଯଦି ସେ ଚୁପ୍ ହେଇଗଲେ ତାଙ୍କୁ ଲାଗିବ ତାଙ୍କ ନିଶା ଉତରିଗଲା। ରୁହ ରୁହ, ବସ ବସ, ଲେଖୁଛି ତୁମର। କିନ୍ତୁ ଗୋଟିଏ କଥା ମାନିବାକୁ ପଡିବ, ଏତେ ନିଶାରେ ଥାଇକି ବି ତାର ହୋସ୍ ଅଛି, ମୁଁ ପଇସାଟି ବ୍ୟାଙ୍କରେ ଡିପୋଜିଟ୍ କରିବି, ଖର୍ଚ୍ଚ କରିବିନି। ତମ ନେକ୍ସଟ ଟାଇମ ପିକ୍ ଆସିଲେ ଆଉ ତମ ବ୍ୟାଙ୍କ ଭିତରକୁ ଏଣ୍ଟ୍ରି କରାଯିବନି ବୁଝିଲ। ଜମା ପିକ୍ ଆସିବ। ସାଇନ୍ କର ଏଠି ଗୋଟେ। ମାନେ ସିଏ ଆସିଲା ପରଠୁ ଯିବା ପର୍ଯ୍ୟନ୍ତ ପୁରା ଅସ୍ତ ବ୍ୟସ୍ତ କରିଦଉଥାନ୍ତି। ମାନେ ବିଶ୍ୱାସ କରିବେନି, ମୋ ପାଖରୁ ନେଇକି କ୍ୟାସିୟର କାଉଣ୍ଟରରେ ପହଞ୍ଚିବା ପାଇଁ ତାଙ୍କୁ 15 ମିନିଟ୍ ଲାଗିଲା। ସିଡି ଲାଗିଛି ହେଲା, ଏପଟ ଯାଅ ଏପଟ ଯାଅ। ଯାଅ ଯାଅ ଯାଅ। ଭାଇ ମାନେ ମୋର ଆପଣଙ୍କୁ ଅନୁରୋଧ, ବେଶୀ ପିଆପି କରନ୍ତୁନି, ସେ ନୋ ଟୁ ଆଲକୋହଲ।